এ মন্দির মা নির্মাণ করেছে নবম দশম শতাব্দীর কালক্রমে 1360-61 ভিতরে ফিরোজ শাহ শাসନରେ আক্রমণ করিবা ফলে এ মন্দির আমার ধ্বস্ত বিধ্বস্ত হয়ে যাইছিল আগে আপনারা জানিপারে এ মন্দির ধ্বস্ত বিধ্বস্ত হয়ে গলা কিন্তু মাଙ୍କର করুণা রহিছি মাଙ୍କର আশীর্বাদ রহিছি 1934 মସିହା 1934 ମସିହା ଆଜ୍ଞା ମୟୂରଭଞ୍ଜର ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଙ୍କର ଗଭୀର କରୁଣା ଗଭୀର ଆତ୍ମନିବେଶରେ ସେ ମନ୍ଦିର ପୁନର୍ନିର୍ମାଣ ଗଠନ କଲେ ଗଠନ କରିଛନ୍ତି ମନ୍ଦିର ହେଇଗଲା ବାପା କିନ୍ତୁ ବିରାଟ ଗଡ଼ରେ ଥିଲେ କିଚକ ଜାଣିଛନ୍ତି ଆପଣମାନେ ବିରାଟ ଗଡ଼ର ରାଜା ସେ ହେଉଥିଲେ ପରମ ଦେବୀ ଭକ୍ତ ସେ ପରମ ଦେବୀ ଭକ୍ତ ସେ ଦେବୀ ଭକ୍ତ ନାଁ ହିସାବରେ ଯେଉଁ କିଚକ ଥିଲେ କେଶରୀ କହନ୍ତେ ରାଜା ତେଣୁ ତାଙ୍କରି ନାଁ ଅନୁସାରେ କିଚ କେଶରୀ ଆଖ୍ୟା ପାଇଥିବା କିଚ କେଶରୀ ଆଖ୍ୟା ପାଇଛି ଏ ହେଉଛି ମାଙ୍କର କଥା ଆପଣମାନେ ବହୁତ ଆହୁରି ଜ୍ଞାନୀ ପଣ୍ଡିତ ବିବେକୀ ମହୋଦୟମାନେ ଆପଣ ଜାଣିଥିବେ ପୁରାଣକୁ ଉନ୍ମୋଚନ କରିଥିବେ ଐତିହ୍ୟ ପୁରାଣକୁ ଇତିହାସ ପୁରାଣକୁ ଉନ୍ମୋଚନ କରିଥିବେ ତାର ବିଭିନ୍ନ ପ୍ରକାର କଥା ଆସେ ଏ ହେଉଛି ଚାମୁଣ୍ଡା ରୂପରେ ମା ଆମର ରହିଛନ୍ତି ମା ଚାମୁଣ୍ଡା ମା କିଚକେଶ୍ୱରୀଙ୍କର ତାଙ୍କର ନବାକ୍ଷରୀ ଛନ୍ଦ ସବୁ ରହିଛି ଏ ନବାକ୍ଷରୀରେ ତାଙ୍କର ସବୁ ଶ୍ଲୋକ ପାଠ କରାଯାଏ ମୋର ପୂଜକମାନେ ମହୋଦୟ ଜାଣିନାହିଁ ସାର୍ ନିଶ୍ଚିତ ଜାଣିଛନ୍ତି ସେମାନେ ସବୁ କିନ୍ତୁ ସେଇ ନବାକ୍ଷରୀରୁ ଗୋଟାଏ ଶ୍ଲୋକ ଉଦ୍ଧାର କରୁଛି ବାପା ପଦୁଟିଏ ଗାଉଛି ଈଶ୍ୱର ଡାକୁ ମହାବିବାହୁ ଏ ଭରତ ଅଷ୍ଟାଙ୍ଗ ବହୁମୁଖୀ উদ্দেশ্যে ময়ূরভঞ্জ রাজা প্রতাপচন্দ্র ভঞ্জଙ୍କର ଆନୁକୂଲ୍ୟରେ ମନ୍ଦିର ତିଆରି ହେଇଥିଲା ମା ତେଣୁ ସବୁଟିଏ ମୟୂରଭଞ୍ଜରେ ଏ ଭକ୍ତ ଭୂମି ରାଣୀ ମା ଏ ଭକ୍ତ ଭୂମି ରାଣୀ ମା ଏ ହୁଏ ତରୁଣ ହୁଏ ତ